ଠାକୁର ଅନୁକୂଳ ଚନ୍ଦ୍ରଙ୍କ ମନ୍ଦିର ନିର୍ମାଣ ସକାଶେ ଶିଳାନ୍ୟାସ ଓ କଳସ ସ୍ଥାପନ। ଗଜପତି ଜିଲ୍ଲା ପାଳାଖେମୁଣ୍ଡି ସୀମାନ୍ତ ମହେନ୍ଦ୍ରତନୟା ନଦୀ ତଟରେ ଆଜି ଠାକୁର ଅନୁକୂଳ ଚନ୍ଦ୍ରଙ୍କ ମନ୍ଦିର ନିର୍ମାଣ ସକାଶେ ଶିଳାନ୍ୟାସ ଓ କଳସ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରାତଃ ସମୟରେ ମହେନ୍ଦ୍ରତନୟା ନଦୀଠାରେ ଜଳ ଗ୍ରହଣ କରି ନଗର ପରିକ୍ରମା ପୂର୍ବକ ସ୍ଥାନୀୟ ଅନୁକୂଳ ଚନ୍ଦ୍ରଙ୍କ ଆଶ୍ରମଠାରେ ପହଞ୍ଚି ସମସ୍ତ ନୀତିକାନ୍ତି ଅନୁଯାୟୀ ନାମ ସଂକୀର୍ତ୍ତନ, ଅନ୍ନଯଜ୍ଞ, ହୋମ ପୂଜା ଆଦିର ଆୟୋଜନ କରାଯାଇ ମନ୍ଦିର ଶିଳାନ୍ୟାସ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ପାଳାଖେମୁଣ୍ଡି ସତ୍ସଙ୍ଗ କେନ୍ଦ୍ରର ଶ୍ରୀ ପ୍ରଶାନ୍ତ ପ୍ରଧାନ, ବିଜୟ ପଟ୍ଟନାୟକ, ଶୁଭେନ୍ଦୁ ପାଣିଗ୍ରାହୀ, ଗିରୀଶ ଦାସ, ରାଧାକାନ୍ତ ମହାନ୍ତି, ହୃଦୟାନନ୍ଦ ପଣ୍ଡା, ବିନୋଦ ରଥ, ସୀତାରାମ ପ୍ରଧାନ, ରବି ପାଣିଗ୍ରାହୀଙ୍କ ସହ ଭୁବନେଶ୍ୱର ସତ୍ସଙ୍ଗରୁ ଆଗତ ରତ୍ନାକର ସ୍ୱାଇଁ, କାହ୍ନୁଚରଣ ଦାସ, ପ୍ରଭାକର ବିଷ୍ଣୁ ଦାଦାଙ୍କ ସହ ବହୁ ଭକ୍ତ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।